ବାହାରକୁ ଯାଆନ୍ତି ଆପଣ ଦେଖିଥିବେ 95% ପିଲା ଫେଲିୟର ହେଇକି ଫେରୁଛନ୍ତି। ବହୁତ ପିଲା ପ୍ଲସ ଟୁ ପରୀକ୍ଷା କରିଦେଇକି ଡ୍ରପ୍ ଆଉଟ୍ ହେଇକି ଆସୁଛନ୍ତି, ପୁଣି ବର୍ଷ ପଢିକିନା ତାପରେ ଏକ୍ଜାମ ଦେଇକି ପାସ୍ କରୁଛନ୍ତି। ସେମାନେ କହୁଛନ୍ତି ଆମେ ଏତେ ବଡ ଜାଗାକୁ ଗଲେ ଏତେ ପିଲା କ୍ଲାସରୁମ୍ରେ ଆମେ କିଛି ବୁଝିପାରିଲେନି ଜାଣିପାରିଲେନି, ଆଉ ଟିଚର ମାନେ ଥରେ ପଢି ସାରିଲା ପରେ ସେକେଣ୍ଡ ଟାଇମ୍ ସେମାନେ ଆସିକି ଆପଣଙ୍କ ପିଲାକୁ ଅନେଇବେ ବି ନାହିଁ କି ଡାଉଟ୍ କ୍ଲିୟର କରିବେ ନାହିଁ। ତ ସେଥିପାଇଁ ଆପଣମାନଙ୍କୁ ଅନୁରୋଧ ଯେ ପିଲାର ବୁଝିବା ଶକ୍ତି ଏବେ ଆସିନି। ଆଶ୍ରମ ହେଇଛି ଭୁବନେଶ୍ୱର ଏତେ ଭଲ ବୁଲିବା ଜାଗା ରହିଛି, ତେବେ ସେଇ ଜାଗାରେ ସେ ମୋହିତ ହେଇ ସାଙ୍ଗସାଥି ସାଙ୍ଗରେ ବୁଲିତେ ପଳେଇବ, ସେ ସେଟା ବୁଝିପାରିବନି କାହିଁକିନା ତା ସେଟା ବୟସ ମ୍ୟାଚୁରିଟି ଆସିନି। ଯେ ବୁଲିଲେ ପାଠପଢା ନଷ୍ଟ ହଉଛି ତାର ବୟସ ଆସିନି। ଆପଣ ସେ ଜିନିଷଟା ଛାଡ଼ି ଦଉଛନ୍ତି ପିଲାକୁ ଯେ ସଭା ଶେଷରେ ସେ ରେଜଲ୍ଟ ଖରାପ କରି ପଳେଇ ଆସୁଛି। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ ଗାର୍ଡିଆନମାନଙ୍କୁ ଯେ ଡିସିସନଟା ଆପଣ ଦେଖି ଯାଇକି ନେବେ। ଆପଣ ଭାବୁଥିବେ ସାନ ଜାଗାରେ ଭଲ ଟିଚର ନାହାନ୍ତି କି ଆମେ ପାଠ ପଢେଇବା କେମିତି, ଆପଣ ଥରେ ଏଇ ଜାଗାକୁ ଆସିକି ଦେଖନ୍ତୁ। ଆମ ବିଶ୍ୱାସ ସକ୍ସେସକୁ ଆମ ମାନେ ଟିଚର ମାନେ ଜାଣିପାରିବେ ଯେ ଆମେ କୋଉ ଷ୍ଟାଣ୍ଡାର୍ଡର ପାଠ ପଢଉଛେ, ଆଉ ଆପଣ ଯୋଉ ଲେବୁଲର ଚାହୁଁଛନ୍ତି ପିଲାକୁ ଯେ ଏଣ୍ଟ୍ରାନ୍ସ ଲେବୁଲର ପିଲାକୁ ଷ୍ଟାର୍ଟିଂ ପ୍ରିପାରେସନ କରିବେ, ଏଠକୁ ଆସିଲା ପରେ ହିଁ ଆପଣ ଜାଣିପାରିବେ।